ଗୋଟିଏ ଗ୍ରାମରେ ଜଣେ ରାମୁ ନାମରେ ବ୍ୟକ୍ତି ରହୁଥିଲା। ତାର ଏକ ଚମତ୍କାର କୁକୁଡ଼ା ଥିଲା। ସେହି କୁକୁଡ଼ାଟି ପ୍ରତିଦିନ ଗୋଟିଏ ସୁନା ଅଣ୍ଡା ଦେଉଥିଲା। ରାମୁ ସେହି ଅଣ୍ଡାକୁ ବଜାରରେ ବିକ୍ରି କରି ବହୁତ ଧନୀ ହୋଇଗଲା ଏବଂ ବଡ଼ ଘର ତିଆରି କଲା। କିଛି ଦିନ ପରେ ରାମୁ ମୁଣ୍ଡକୁ ଗୋଟିଏ ଉପାୟ ଆସିଲା। ସେ ଭାବିଲା, ମୁଁ ଯଦି କୁକୁଡ଼ାର ପେଟକୁ କାଟିଦେବି ତାହେଲେ ମୁଁ ଏକାଥରକେ ବହୁତ ସାରା ସୁନା ଅଣ୍ଡା ପାଇଯିବି ଏବଂ ଏ ସହରରେ ସବୁଠୁ ବଡ଼ ଧନୀ ହୋଇଯିବି। ଏହି ଲୋଭନୀୟ ଚିନ୍ତା କରି ରାମୁ ଏକ ଧାରୁଆ ଛୁରୀ ଆଣିଲା ଏବଂ କୁକୁଡ଼ାର ପେଟ କାଟିଦେଲା। ମାତ୍ର ସେ କୁକୁଡ଼ା ପେଟରେ ଗୋଟିଏ ବି ସୁନା ଅଣ୍ଡା ପାଇଲା ନାହିଁ। ସେ ଲୋଭ କରି ନିଜର ସୁନା ଅଣ୍ଡା ଦିଆ କୁକୁଡ଼ାକୁ ମାରିଦେଲା ଏବଂ ପୁଣି ଗରିବ ହୋଇଗଲା।